ସନିଆ ଆରେ ସନିଆ କୁଆଡ଼େ ବାହାରିଲୁ କିରେ? ଗାଁକୁ ଯିବି। ଗାଁକୁ ବାହାରେ କାମ କରିବାକୁ ଆସି ଗାଁ କଥା ବହୁତ ମନେ ପଡ଼ୁଛି। ଆଜି ଗାଁକୁ ଯିବି, ମୁଁ ବହୁତ ଖୁସି। ହଉ ଯା ଯା ଯା, ଭଲରେ ଯିବୁ। ଗାଁ ସତରେ ଏ ନାଁଟି କେତେ ମିଠା। ଆଜିକାଲି ଯୁଗରେ ହୁଏତ ପ୍ରାୟ ସମସ୍ତେ ଗାଁକୁ ଛାଡ଼ି ବାହାରେ କାମ କରନ୍ତି ନିଜ ପରିବାର ପ୍ରତିପୋଷଣ ପାଇଁ, ନିଜ ଅଭାବକୁ ମେଣ୍ଟେଇବା ପାଇଁ। ଯେତେ ସହର ସଭ୍ୟତା ଭିତରେ ଚଳିଲେ ମଧ୍ୟ ବାହାରେ ରହୁଥିବା ପ୍ରତିଟି ଲୋକ ଗାଁ କଥା ସବୁବେଳେ ମନେ ପକାନ୍ତି। କାହିଁକି ନା ଗାଁ ମାଟି, ଗାଁ ପାଣି ପବନ, ଗାଁର ବାସ୍ନା, ଗାଁର ମହକ ସବୁଠୁ ନିଆରା। ଠିକ୍ ସେମିତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକର ବଡ଼ପାରି ପଞ୍ଚାୟତରେ ଥିବା ଅହିହରା ବା ସାନ ବ୍ରାହ୍ମଣ୍ଡି ଗ୍ରାମରେ ଛୋଟିଆ ଗାଁଟିଏ ହେଲେ ମଧ୍ୟ ସେଠି ଭରି ରହିଛି ଅନେକ ସ୍ନେହ, ଶ୍ରଦ୍ଧା, ଭଲ ପାଇବା। ଗାଁଟିରେ ରହିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସୃଷ୍ଟି ହୋଇଥିବା କୁମ୍ଭାର ଜାତି। ଜଗନ୍ନାଥଙ୍କ କଥାବସ୍ତୁରେ କୁରାଳ ପଞ୍ଚମୀ ବୋଲି ଗୋଟେ ପୁରାଣ ରହିଛି। ଏହି ପଞ୍ଚମୀ ଏଇଥିପାଇଁ ପାଳନ ହୁଏ ଯେ ଯେତେବେଳେ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ମାଟି ଖାଇଥିଲେ, ମାତା ଯଶୋଦା ତାଙ୍କ ପାଟିରେ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖିଥିଲେ। ସେଇ ମାଟିକୁ ଆଧାର କରି କଳି ଯୁଗରେ ପ୍ରଭୁ ଜଗନ୍ନାଥ ସୃଷ୍ଟି କଲେ ଏହି କୁମ୍ଭକାର ଜାତି। ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ସଦୃଶ ଯେଉଁଥିରେ କୁମ୍ଭକାର ମାନେ ମାଟିର ପାତ୍ର ସବୁ ତିଆରି କରନ୍ତି, ତାର ନାମ କୁରାଳ ଚକ୍ର। ସେଇ କୁରାଳ ଚକ୍ରରେ ମାଟିରେ ତିଆରି ପାତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଭୋଗ ପରଷାଯାଏ। ଦୁନିଆରେ ଏମିତି ଠାକୁରଟିଏ ନାହିଁ ଯିଏ ମାଟି ପାତ୍ରରେ ଖାଏ। ସେ କେବଳ ଜଣେ, ସେଇ ଜଗତର ନାଥ ଜଗନ୍ନାଥ। ଜୟ ଜଗନ୍ନାଥ। ସେଇ କୁରାଳ ଚକ୍ରକୁ ଆଧାର କରି ପ୍ରଭୁ ଜଗନ୍ନାଥଙ୍କର ପୂଜା ଅର୍ଚ୍ଚନା କରାଯାଏ। ମାର୍ଗଶିର ମାସ ଶୁକ୍ଳ ପଞ୍ଚମୀ ତିଥିରେ, ଯାହା କୁରାଳ ପଞ୍ଚମୀ ନାମରେ ନାମିତ, ସେହି ଉତ୍ସବର ପାଳନ ଏହି ଅହିହରା ବା ସାନ ବ୍ରାହ୍ମଣ୍ଡି ଗ୍ରାମରେ ବହୁ ଧୁମଧାମରେ ପାଳନ କରାଯାଏ। ବାହାରୁ ଆସୁଥିବା ଦର୍ଶକମାନଙ୍କ ନିମନ୍ତେ କୁରାଳ ପଞ୍ଚମୀ ଉପଲକ୍ଷେ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଏ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମା ଭଗବତୀ ନାଟ୍ୟ ସଂସଦ ଅହିହରା ବା ସାନ ବ୍ରାହ୍ମଣ୍ଡି ଗ୍ରାମରେ ମଞ୍ଚସ୍ଥ ହେବାକୁ ଯାଉଛି ଲିଟିଲ ମାଷ୍ଟର ଜିତେନ୍ଦ୍ର କୁମାର ମହାରଣାଙ୍କ ବଳିଷ୍ଠ ନିର୍ଦ୍ଦେଶନାର ନାଟକ ଲୁହ ନାହିଁ ଆଉ କାନ୍ଦିବା ପାଇଁ।